ଆଜ୍ଞା ଦେଖନ୍ତୁ ସହରରେ ଥଣ୍ଡା ସମୟରେ ରାତିରେ ଯିଏ ଯାହା ଘରେ ଟିଭି ଲଗେଇ ବସିକି ଦେଖନ୍ତି କିନ୍ତୁ ମଜା ନାହିଁ। କିନ୍ତୁ ଗାଁର ମଜା ଅଲଗା। ଯେହେତୁ ଗାଁ ଆସିଛି ଆମର କଟକା ତା ବିଷୟରେ କିଛି କହିବେ। ଦେଖନ୍ତୁ କଟକା ପାଖକୁ ମୁଁ ନେଇକି ଗଲି। କଟକା କୁହନ୍ତୁ କିଛି କେମିତି ଲାଗୁଛି ଆପଣଙ୍କୁ ଭୋଜି? ମୁଁ ପ୍ରଥମେ ଗାଁର କିଛି ଭିଉ ଦେଖେଇବି ଆପଣମାନଙ୍କୁ। ଏ ଦେଖନ୍ତୁ ଏ ଛୋଟମୋର ଗାଁଟିଏ। ଇଏ ହେଉଛି ଆମ ଗାଁର ଯୁବକ ସଂଘ ତରଫରୁ ବନାଇଥିବା ରୁମ୍ଟିଏ, ଯେଉଁ ରୁମ୍ରେ ଆମେ ଭୋଜି ଭାତ କରୁ। ୟା ଭିତରେ ଭୋଜିର ସାମାନ ଇତ୍ୟାଦି ରହିଛି। ତାପରେ ଦେଖାଉଛି ଆପଣଙ୍କୁ, ଦେଖନ୍ତୁ ଗାଁ ପରିବେଶ। ଧାନଟିଏ ଶୁଖିଛି। ଆମର ଜଣେ କ୍ଲବର ସାନ ଭାଇଟିଏ ଚାଷ କରିଥିଲା, ସିଏ ଆଣିକି ଧାନ ଶୁଖେଇଛି। ଏହା ହିଁ କେବଳ ଆପଣମାନେ ଗାଁରେ ଦେଖିବା ପାଇଁ ପାଇବେ। ଏହା ହିଁ କେବଳ ଗାଁର ଆପଣମାନେ ଦେଖିତେ ପାଇବେ। ଆପଣ ସହରରେ ଥିବେ ଯେତେବେଳେ ଶୀତଦିନ ସନ୍ଧ୍ୟାରେ ମୁଁ ଦେଖିଛି ସହରର ପିଲାମାନଙ୍କୁ ବିଭିନ୍ନ ଚା ଖଟି, କିଏ କେଉଁଠି ଘରେ ଟିଭି ବସିକି ଦେଖୁଛି। କିନ୍ତୁ ଆମ ଗାଁରେ ଦେଖନ୍ତୁ ଏକତାଟା। ସନ୍ଧ୍ୟା ହେଲା 50-100 ଟଙ୍କା କରି ଆମେ ପଇସା କଲେକ୍ସନଟିଏ କଲୁ। ଦେଶୀ କୁକୁଡ଼ା ଆଜ୍ଞା ଗାଁରେ ବହୁତ। ଆପଣମାନେ ଯଦି ଦେଶୀ କୁକୁଡ଼ା ଆପଣମାନଙ୍କୁ ଦରକାର, ଆମେ ମୟୂରଭଞ୍ଜିଆ ପିଲା, ଆମର ଦେଶୀ କୁକୁଡ଼ାର ମଜା ଅଲଗା।